जुलाईରୁ 12 जुलाई କିପରି ରହିବ କୁମ୍ଭ ରାଶିମାନଙ୍କ ପାଇଁ ଚାଲନ୍ତୁ ଜାଣିବା। ପ୍ରଥମେ ଆପଣଙ୍କ କ୍ୟାରିୟର ଭାବ ଦେଖିନେବା। ତ କ୍ୟାରିୟରର ବ୍ୟବସାୟ ଭାବରେ ଆପଣଙ୍କ ପାଇଁ ଏହି ସପ୍ତାହ ସୌଭାଗ୍ୟ, ଭାଗ୍ୟ ଓ ଆତ୍ମବିଶ୍ୱାସ ଓ ଉପଲବ୍ଧିକୁ ନେଇକି ଆସୁଛି। ଏହି ସପ୍ତାହ ଆପଣମାନଙ୍କ ପାଇଁ କାଫି ଅନୁକୂଳ ରହିବ। ଯାହା ବି ଆପଣ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବେ ତାହାର ଫଳ ଆପଣଙ୍କୁ ଏହି ସମୟରେ ମିଳିବ ଓ ଆପଣ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ମଧ୍ୟ ଏହି ସମୟରେ ପୂରା କରିପାରିବେ ଓ ଆପଣଙ୍କୁ ଉଚିତ ସମ୍ମାନ ମଧ୍ୟ ମିଳିବ। ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ମଧ୍ୟ ଏହି ସମୟରେ ପୂରା ହେବାର ସମ୍ଭାବନା ରହିଛି। ତ ସଫଳତାପୂର୍ବକ ଆଗକୁ ବଢ଼ିବେ ଏହି ସପ୍ତାହରେ। ତ ଆପଣଙ୍କ ସାହସ, ଉର୍ଜା ଓ ନିର୍ଣ୍ଣୟ ନେବାର କ୍ଷମତା ଓ ସକାରାତ୍ମକ ବିଚାର ଆପଣଙ୍କୁ କଠିନ କାର୍ଯ୍ୟ ବି ସରଳ କରାଇବାରେ ସାହାଯ୍ୟ କରିବ। ତ ପରିବାର ଭାବ ଦେଖିବାକୁ ଗଲେ ପରିବାର ଭାବ ସୁଖଦ ଓ ସନ୍ତୁଳିତ ରହିବ। ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ସହଯୋଗ ରହିବ ଓ ଆପଣଙ୍କ କମ୍ୟୁନିକେସନ୍ ଠିକ୍ଠାକ୍ ରହିବ। ତ ଏହି ସମୟରେ ପ୍ରିୟ ସଦସ୍ୟଙ୍କ ସହିତ ସଫଳତା ଓ ଉନ୍ନତିରେ କୌଣସି ନ୍ୟୁଜ୍ ଆପଣ ଖୁସି ଖବର ପାଇପାରନ୍ତି। ମାହୋଲ ବହୁତ ଭଲ ରହିବ। ମାତା ପିତାଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ଆପଣମାନଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ରହିବ। ତ ଏହି ସପ୍ତାହରେ ଉତ୍ତରାର୍ଦ୍ଧରେ ଆପଣ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗ ଦେଇପାରନ୍ତି। ତ ଫ୍ୟାମିଲି ଲାଇଫ୍ ଆପଣମାନଙ୍କ ପାଇଁ କାଫି ଭଲ ରହୁଛି 6ରୁ 12 ପର୍ଯ୍ୟନ୍ତ। ତ ସ୍ୱାସ୍ଥ୍ୟ ଆପଣଙ୍କର ଦେଖିବାକୁ ଗଲେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ସାମାନ୍ୟରୁ ବହୁତ ଭଲ ରହୁଛି। ଶାରୀରିକ ଉର୍ଜା ଓ ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ଯାହାଦ୍ୱାରା କି ଆପଣ ନିଜର କାର୍ଯ୍ୟକୁ ପୂର୍ଣ୍ଣ ରୂପରେ କରିପାରିବେ। ଆପଣଙ୍କ ରିଲେସନ୍ ମଧ୍ୟ ଏହି ସମୟରେ ଏହି ସପ୍ତାହରେ କାଫି ଭଲ ରହୁଛି। ମୋଟାମୋଟି ଦେଖାଯାଇ ତ ଏହି ସପ୍ତାହ କୁମ୍ଭ ରାଶିମାନଙ୍କ